ଜୈମିନୀ ଭାରତ ଶ୍ରୀରାମଙ୍କ ଅଶ୍ୱମେଧ ଯଜ୍ଞ ବର୍ଣ୍ଣନା। ଯୋଡ଼ ହସ୍ତ ହୋଇ ଜନ୍ମେ ଜୟ ନୃପବର, ପଚାରନ୍ତି ଜୈମିନୀଙ୍କୁ ରାମଚନ୍ଦ୍ର ବୀର। ଆହେ ମୁନି କୁହନ୍ତୁ ଶ୍ରୀରାମ ଅଶ୍ୱମେଧ, କିପରି କରିଣ ପ୍ରଭୁ ପାଇଲେ ପ୍ରାଭବ। କିପରି ହେ ତ୍ରେତୟାରେ ଶ୍ରୀ ରଘୁନନ୍ଦନ, ପୁତ୍ର ସଙ୍ଗେ ରଣ କରି ହାରିଥିଲେ ପଣ। ନିଜେ ପରମ ବ୍ରହ୍ମନାଥ ନର ଦେହ ବହି, ଅଶ୍ୱମେଧ କଲେ ଦଶ ରଥରତ ନଈ। ତାହାଙ୍କର ପୁତ୍ର ଲବ କୁଶ ଦୁଇ ବୀର, ପିତା ସହିତ କିପରି କଲେ ସେ ସମର। ସଂକ୍ଷେପିଣ ଏହା ମୋତେ କହ ମୁନିବର, ଶୁଣି ଶ୍ରୀରାମ ଚରିତ ପାପ ହେଉ ଦୂର। ଶୁଣି କହନ୍ତି ଜୈମିନୀ ଜନ୍ମେ ଜୟବାଣୀ, ଶୁଣ ତ୍ରେତୟାର ଯେଉଁ ଅପୂର୍ବ କାହାଣୀ। ଏକ ଦିନେ ଶ୍ରୀରାମ ଯେ ବିଚାରିଲେ ଚିତ, ବ୍ରହ୍ମ ହତ୍ୟା ପାପ କେବେ ହୋଇବ ମୁକତ। ବିଶ୍ରବା ଋଷିର ପୁତ୍ର ଅଟେ ଦଶ ଶିର, କ୍ଷତ୍ରିୟ ମୁଁ ବଧ କଲି ବ୍ରାହ୍ମଣ କୁମର। ଲକ୍ଷ୍ମଣକୁ ପାଶକୁ ଆଣିଲେ ଡକାଇଣ, ଲକ୍ଷ୍ମଣଙ୍କ ମୁଖ ଚାହିଁ ବୋଇଲେ ସନ। ବଶିଷ୍ଠ ଯେ ବାମଦେବ ଯାଜାଳି କଶ୍ୟପ, ଜାଣନ୍ତି କି ନାମ ଯଜ୍ଞ କର୍ମର ବିପାକ। ଏହାଙ୍କୁ ଅଣାଅ ଆଉ ଅନେକ ବ୍ରାହ୍ମଣ, ଯେଉଁମାନେ ଅଶ୍ୱମେଧ ଯଜ୍ଞରେ ନିପୁଣ। ତାହାଙ୍କ ସଙ୍ଗରେ ମୁହିଁ ପରାମର୍ଶ କରି, ବେଦ ବିଧି ବିଧାନରେ ପଥ ଅନୁସରି। ଲକ୍ଷଣବନ୍ତ ସ୍ୱରେ କରିବ ଯାଗ, ଶୁଣି ଏହା ସୁମିତ୍ରାଙ୍କ ସୁତ ଯାଇ ବେଗ। ତତକ୍ଷଣେ ସେମାନଙ୍କୁ ଡକାଇ ଆଣିଲେ, ରାମଚନ୍ଦ୍ର ତାହାଙ୍କର ଚରଣ ବନ୍ଦିଲେ। ଆଶୀର୍ବାଦ ଶ୍ରୀରାମଙ୍କୁ କଲେ ସେମାନେ, କୃତାଞ୍ଜଳି ପୁଟେ ରାମ ତାଙ୍କ ସନ୍ନିଧାନେ। କହନ୍ତି ଭୋ ମୁନି ମୋହି ଯାଗ କରିବଇ, ଅଶ୍ୱମେଧ କରିବି ମୁଁ ଭାବୁ ଯେ ଅଛଇ। ଅଶ୍ୱମେଧର ପ୍ରଶଂସା କଲେ ମୁନିମାନେ, ଶୁଣି ରଘୁନାଥ ଅତି ସୟ ପ୍ରୀତ ମନେ। ସେହି ଋଷି ମାନଙ୍କର କଥା ଅନୁସାରେ, ପୁନର୍ବାର ଲକ୍ଷ୍ମଣଙ୍କୁ ବୋଇଲେ ସଧୀରେ। କିଷ୍କିନ୍ଧ୍ୟାରେ ଦୂତ ଯାଇ କହିବ ଏ ମନ୍ତ, ଆସ ହେ ସୁଗ୍ରୀବ ସବୁ କପିଙ୍କ ସହିତ। ଯେ ସକଳ ଋଷି କପି ଯୁଦ୍ଧେ ଯାଇଥିଲେ, ସେ ସମସ୍ତେ ଆସିବେ ଶ୍ରୀରାମ ଆଜ୍ଞା ଦେଲେ। କରିବେ ସେ ଅଶ୍ୱମେଧ ଯାଗ ମହୋତ୍ସବ, ବିଳମ୍ବ ନ କରି ତୁମ୍ଭେ ଶୀଘ୍ର ଏଥୁ ଯିବ। ବିଭୀଷଣ ନିକଟକୁ ଦୂତ ଏକ ଯାଇ, ଘେନି ଆସୁ ରାକ୍ଷସଙ୍କ ସହ ତାଙ୍କୁ ନେଇ।
ଆଉ ଯେଉଁ ରାଜା ମାନେ ମୋର ଅନୁଗତ, ତାହାଙ୍କ ପାଶକୁ ତୁମ୍ଭେ ପେଶି ଦିଅ ଦୂତ। ଅନୁଚର ବର୍ଗ ଘେନି ଆସନ୍ତୁ ସେମାନେ, ଦୂତମାନେ ଦେଶାନ୍ତରେ କରନ୍ତୁ ଗମନେ। ମୋର ହିତ ଅଭିଳାଷୀ ଯେତେ ନରପତି, ନିମନ୍ତ୍ରଣ ଦିଅ ତାଙ୍କୁ ଆସନ୍ତୁ ତଡ଼ତି। ଧାର୍ମିକ ରାଜାମାନଙ୍କୁ ନିମନ୍ତ୍ରଣ କର, ଦେଶ ବିଦେଶରେ ଋଷି ମୁନିଗଣ ବୀର। ଗୁହ୍ୟକ ନାମେ ଶବର ଅଟେ ମୋ ମୈତ୍ର, ତାହାଙ୍କ ସମୀପେ ଶୀଘ୍ର ପେଶି ଦିଅ ଦୂତ। ଯେତେକ ବ୍ରାହ୍ମଣ ତାଙ୍କୁ ନିମନ୍ତ୍ରଣ ଦେଇ, କହିବ ସେ ଆସିବେ ଯେ ସକୁଟୁମ୍ବ ହୋଇ। ସୂତ୍ରଧର ନଟ ଆଉ ନର୍ତ୍ତକୀ କୁଡ଼ାକ, ସେମାନେ ଆସନ୍ତୁ ମୋର ଯେତେକ ପାଇକ। ଆସିବେ ସମସ୍ତେ ଏଥେ ବିଳମ୍ବ ନ କରି, ଆହେ ବୀର ନଈ ମିଶା ଅରଣ୍ୟର ପରି। ପୁଣ୍ୟସ୍ଥାନ ଆଉ ନାହିଁ ପୃଥିବୀ ଭିତରେ, ତା ମଧ୍ୟେ କରିବା ଯୁଦ୍ଧ ଗୋମତୀର ତୀରେ। ସେ ନଦୀ ନିକଟେ ବାଟ ଫିଟାଇ ଦିଅନ୍ତୁ, ଲୋକମାନେ ଶାନ୍ତି କର୍ମ ପ୍ରଚାର କରନ୍ତୁ। ମୋ ପ୍ରଜାମାନଙ୍କୁ ଡାକି ଅଣାଅ ବହନ, ନଈମିଶା ଅରଣ୍ୟ ସେହି କରନ୍ତୁ ଗମନ। ଦେଖନ୍ତୁ ରହି ସେଠାରେ ଅଶ୍ୱମେଧ ଯାଗ, ସମସ୍ତ ଦ୍ରବ୍ୟ ସେଠାରେ କରାଅ ସୁଯୋଗ। ବାଦ୍ୟକାର ନୃତ୍ୟକାର ନାପିତର ଯକ, ସ୍ୱସ୍ତିକେ ରହନ୍ତୁ ମୋର ଯଜ୍ଞ ଶେଷ ଯାକ। ଯଜ୍ଞ ବିଧି ଦ୍ରବ୍ୟମାନ କର ଆୟୋଜନ, ଯାଅ ଭରତ କରାଅ ନଗର ସ୍ଥାପନ। ଖାଦ୍ୟ ବାସସ୍ଥାନ ଏକ ସଙ୍ଗେ ବହୁ ଲୋକ, ନିର୍ମାଣ କରିବ ପୁର ସେଠାରେ ଅନେକ। ଭଣ୍ଡାରରୁ ଧନ ନିଅ ସଜାଇ ଯାନରେ, ବେଗେ ତହିଁ ନିର୍ମାଣ କରିବ କୋଷାଗାରେ। ରାଜାଙ୍କ ନବର ପାଶେ ମନ୍ତ୍ରୀଙ୍କ ନବର, ପାରିଷଦ ସଙ୍ଗେ ପ୍ରଜା କର୍ମ ଯେ ବାହାର। ମଣ୍ଡପ କର ପ୍ରସ୍ତୁତ ଅତି ମନୋହର, ନାନା ରଙ୍ଗେ ଚିତ୍ର ବିଚିତ୍ର ଯେ କର ପୁର। ଶୁଣି ଭରତ ଚଳିଲେ ନେଇ ପ୍ରଜାଗଣ, କରିଲେ ଅଯୋଧ୍ୟା ଠାରୁ ବିଚିତ୍ର ମାର୍ଗଣ। କହି ହେବ ନାହିଁ ମୁଖେ ନାନାଦି ପ୍ରକାର, ନିର୍ମାଣ କରିଲେ ଶିଳ୍ପ ଜାତ ତହିଁ ପୁର। ଗଜବାଜି ଅଶ୍ୱଶାଳ ରଥର ଆସନ, ବିଚିତ୍ର ଚିତ୍ର ଚାନ୍ଦୁଆ ରାଜସ୍ଥାନେ ସ୍ଥାନ। ବ୍ରହ୍ମ ଋଷି ନର ଋଷି ଦେବ ଋଷି ଗଣ, ଆମନ୍ତ୍ରଣ ପାଇ ସର୍ବେ ଆସିଲେ ସେ ସ୍ଥାନ। ଶିଷ୍ୟମାନଙ୍କ ସଙ୍ଗରେ ହେଲେ ପରବେଶ, ହୋଇଲା ଯଜ୍ଞ ସମ୍ଭାର ଆସିଲେ ନରେଶ। ପ୍ରଭୁ ରଘୁପତି ନିଜେ ସମାଦର କରି,
ଆମନ୍ତ୍ରଣ ବସାଇଲେ ଯେତେ ଦଣ୍ଡଧାରୀ। ଶତ୍ରୁଘ୍ନେ କହନ୍ତି ଯେ କମଳ ଲୋଚନ, ଅନ୍ତପୁରବାସିନୀଙ୍କୁ ଅଣାଅ ଏ ସ୍ଥାନ। ଯଜ୍ଞ କଥା ଶୁଣି ସର୍ବେ ବିଚାର କରନ୍ତି, ଅଣାନ୍ତୁ ଜାନକୀ ଏବେ ରଘୁକୁଳପତି। ସୁମନ୍ତ୍ର ବଶିଷ୍ଠ ଦୁହେଁ କହିଲେ ରାଜନ, ଅଣାନ୍ତୁ ଜାନକୀ ଦେବ ହୋଇତ ସମନ। ଅଯୋଧ୍ୟାର କୁଳ ଲକ୍ଷ୍ମୀ ସତୀ ଶିରୋମଣି, ନ ଆସିଲେ ଅଭିଷେକ ହେବ କାହା ଘେନି। ମନା କଲେ ରାମଚନ୍ଦ୍ର ଡରି ଅପମାନ, ସୁବର୍ଣ୍ଣର ସୀତା ଏକ ଗଢ଼ିତ ସମନ। ହେଲେ ଅଭିଷେକ ପ୍ରଭୁ ସେ ରଘୁନନ୍ଦନ, କର୍ତ୍ତା ରୂପେ କର୍ମ କଲେ ସେହି ଯଜ୍ଞ ସ୍ଥାନ। ସୁଲକ୍ଷଣବନ୍ତ ଏକ ଅସମନହର, ବୀରପତ୍ର ବନ୍ଧାଇଲେ ତାହାର ଶିରର। ଯଜ୍ଞ ଅଭିଷେକ କରି ଛାଡ଼ିଲେ ରାଜନ, ଅସରକ୍ଷା ପାଇଁ ଗଲେ ବୀର ଶତ୍ରୁଘ୍ନ। ସେନା ସେନାପତି ନେଇ ଅଶ ପଛେ ଥିବ, ଅଶକୁ ବାନ୍ଧିଲେ କେହି ଯୁଦ୍ଧେ ଛଡ଼ାଇବ। 1 ବର୍ଷ ବୁଲିବ ଯେ ଯଜ୍ଞ ସବର, ପୁଣି ଆସି ପୂର୍ଣ୍ଣାହୁତି କରିବ ଯଜ୍ଞର। ବାହାରିଲା ଶତ୍ରୁଘ୍ନ ଆଦେଶ ପାଇଣ, ବହୁ ନଦ ନଦୀ ଦେଶ ଉପତ୍ୟକା ବନ। ବୁଲି ବୁଲି ଗଲା ଅଶ ପଶ୍ଚିମ ଦିଗକୁ, ଭେଟନ୍ତି ବହୁତ ରାଜା କହି ଶରଣକୁ। ପଠାଇ ଦିଅନ୍ତି ତାଙ୍କୁ ଅଯୋଧ୍ୟା ନଗର, ବିଶ୍ୱରେ ପ୍ରସିଦ୍ଧ ରାମ ଯେଣୁ ଧନୁର୍ଦ୍ଧର। ବହୁ ରାଜା ଗର୍ବ କରି ଲଢ଼ାଇ କରନ୍ତି, ଶତ୍ରୁଘ୍ନ ଠାରୁ ରଣେ ପରାସ୍ତ ହୁଅନ୍ତି। ଏହିପରି 1 ବର୍ଷ ବୁଲି ଅଶୋବର, ପ୍ରବେଶ ହେଲେ ସମସ୍ତେ ସରଜୁର ତୀର। ଅଯୋଧ୍ୟାର ସେହି ବନ ସରଜୁ ପୁଲିନ, ମନ୍ଦ ଗନ୍ଧ ବାୟୁ ବହେ ହରେ ଜନମନ। ଅତିକ୍ରାନ୍ତେ ସୈନ୍ୟମାନେ ଦେଖି ନିଜ ଦେଶ, ଛାଡ଼ିଦେଲେ ଅଶ୍ୱଚର୍ବଣକୁ କଲାସ। ପ୍ରାତକୃତ୍ୟ କରେ ବୀର ସୁମିତ୍ରା ନନ୍ଦନ, ନଦୀରେ ସ୍ନାନ କଲେ ସେନାପତି ଗଣ। ଶୁଣ ରାଜା ଜନ୍ମେଜୟ ଅପୂର୍ବ ଚରିତ, ସେହି ବନେ ବାଲ୍ମୀକି ଆଶ୍ରମ ଯେ ବିଦିତ। ସେହି ବନେ ସୀତା ଦେବୀ ଛନ୍ତି ଆଶ୍ରମରେ, ଖେଳନ୍ତି 2 ସନ୍ତାନ ସିଂହ ପରକାରେ। ଆଶ୍ରମରୁ ଶ୍ରୀକୁମାର ଧରି ମୁନିବର, ତୀର୍ଥ ଆସେ ସେହି ଯାଇ ଛନ୍ତି ଗଙ୍ଗା ତୀର। କୁମାରୀ ମାନେ ଅଛନ୍ତି ସୀତା ସହଚରୀ, 2 ପୁତ୍ର ବଢ଼ୁଛନ୍ତି ଯେସନେ କେଶରୀ। ଲବକୁଶ 2 ପୁତ୍ର ଅଟନ୍ତି କୋମଳ, ଶ୍ରୀରାମଙ୍କୁ ରୂପ ରାଶି ପରି ସେ ଶ୍ୟାମଳ।
ବାଲ୍ମୀକି ଆଶ୍ରମେ ଜନ୍ମି ସେହି ଦୁଇ ଜଣ ମୁନିଙ୍କ ଠାରୁ ଶିଖିଲେ ସର୍ବବିଦ୍ୟାମାନ। ପଢ଼ାନ୍ତି ବାଲ୍ମୀକି ଋଷି ଶୁଦ୍ଧ ବ୍ରହ୍ମଚାରୀ। 12 ବର୍ଷେ କ୍ଷତ୍ରି ବୃତ୍ତି କଲେ ଧନୁଧରି। ଋଷିଙ୍କ କଲ୍ୟାଣ ପାଇ ସେ ଦୁଇ କୁମାର ଭ୍ରମନ୍ତି ଆଶ୍ରମ ପାଶେ ଧରି ଧନୁଶର। ଛାଡ଼ି ଯାଇଛନ୍ତି ଋଷି ତାହାଙ୍କୁ ବୁଝାଇ ତପବନ ଛାଡ଼ି ବାବୁ ନ ଯିବ ଯେ କାହିଁ। ଋଷି କୁଟୀର ପବିତ୍ର ସାଧନାର ପୀଠ ଶିକ୍ଷା ପାନ୍ତି ତହିଁ ରହି ସୀତା ଦେବୀ ଚାଟ। ଅଟଇ 12 ବରଷ ଅତି ତେଜସ୍କର ବିଶ୍ୱପତି ରାମଚନ୍ଦ୍ର ଯାହାଙ୍କ ପିୟର। ସେଦିନ ସେ ପିଲା ଦୁହେଁ ଖେଳନ୍ତି ବନରେ ପଡ଼ିଲା ଦୃଷ୍ଟି ଯାଇଣ ଯଜ୍ଞ ଅଶ୍ୱଠାରେ। ବୋଲନ୍ତି ସେ ଅଶ୍ୱ ଦେଖି କି ସୁନ୍ଦର ଜୀବ ଧରିଣ ଖେଳିବା ବନେ ରଖି ଏହି ଠାବ। ଏତେ କହି କୌତୁକରେ ଦୁଇ ସହୋଦର ଦୃଢ଼ କରି ଧରିଲେ ସେ ଅଶ୍ୱକୁ ଯତ୍ନର। ଶିଆଳି ଲଟାକୁ ଆଣି ବାନ୍ଧିବେ କେ ତାର ଦେଖିଲେ ଅଶ୍ୱ ମୁଣ୍ଡରେ ରହିଛି ପତର। ହାତ ପାଉନାହିଁ ଅଶ୍ୱ ମୁଣ୍ଡ ଅତି ଉଚ୍ଚ। କୁଶର ପିଠିରେ ଲବ କରିଲା ପାହାଚ। ଫିଟାଇଲା ଘୋଟକ ମୁଣ୍ଡରୁ ସେ ପତର। ଲେଖା ହୋଇଛି ପଢ଼ିଲା ମହାବୀର ବର। ଲେଖା ହୋଇଛି ପତ୍ରରେ ଆମ୍ଭେ କାବୀର। ସରକେ ମାରିଲି ବାଳି ମଲା 10 ଶିର। 7 ସମୁଦ୍ର ବାନ୍ଧିଲି ଜୟ କଲି ଲଙ୍କା। 3 ସହୋଦର ମୋର ସମରେ ନିଶଙ୍କା। ଧରିଲେ ମୋ ଅଶ୍ୱ ସେହି କରିବ ସମର। ଆସି ନହିଲେ ଶରଣ ପଶୁ ମୋ ପାଦର। ପଢ଼ୁ ପଢ଼ୁ ଲବ କହେ ବଡ଼ ବଳୁଆତ। ଶରଣ ପଶିବ ପଦେ ଏପରି ବିରତ। କହୁଥିଲେ ମାତା ଆମ୍ଭେ କ୍ଷତ୍ରିୟ କୁମାର। ଜଗତରେ ଆମ୍ଭ ପିତା ଛନ୍ତି ମହାବୀର। ଧରିଲେ ଅଶ୍ୱ ଆମ୍ଭେ ତ କରିବା ଲଢ଼େଇ। କିପରି ନେବ ଦେଖିବା ଆମ୍ଭଠୁ ଛଡ଼େଇ। ଯଦି ଛାଡ଼ିଦେବା ଅଶ୍ୱ ହୋଇବା ନିନ୍ଦିତ। ବୀରବଂଶେ ଜନ୍ମି କିମ୍ପା ହୋଇବା ନିଶତ। ଧନୁଶର ଧରି ବୀର ଆସିବେ ଦୌଡ଼ି। ପରଖିବା କିପରି ସେ ରଣଛନ୍ତି କରି। ଏତେ କହି ଘୋଟକକୁ କରିଲେ ବନ୍ଧନ। ସ୍ନାନ ତର୍ପଣାଦି ଏଣେ ସାରି ଶତ୍ରୁଘ୍ନ। ସୈନ୍ୟଙ୍କୁ କହିଲେ ଅଶ୍ୱ ଦେଖ ବେଗ କରି। ଯଜ୍ଞ ସ୍ଥାନେ ଯିବା ଅଳ୍ପ ପଥ ଅଛି ଫେରି। ଆଜ୍ଞା ପାଇ ସେନା ସୈନ୍ୟ ଅଶନୀରେ ଖିଲେ। ଖୋଜି ଖୋଜି କେଉଁ ଆଡ଼େ ଅଶନ ଦେଖିଲେ। ବନ ଭିତରେ ପଶିଣ ଦେଖିଲେ ଘୋଟକ। ବାଳକ ଦୁଇଟି ଧରି
କରନ୍ତି ଅଟକ। ଦେଖିଲେ ଅପୂର୍ବ ତେଜ ଶ୍ୟାମଳ ବରଣ। ଏକା ରୂପ ଏକା ଆଖି ଚକ୍ଷୁ ଏକା ବର୍ଣ୍ଣ। ରାମଚନ୍ଦ୍ରଙ୍କର ବର୍ଣ୍ଣ ପରି ଦିଶୁଛନ୍ତି। ଅଶ୍ୱକିମ୍ପା ଧରିଅଛ ବୋଲିଣ ପୁଛନ୍ତି। ରଜା ଘର ଅଶ୍ୱ ବଡ଼ ଦୁର୍ଦଣ୍ଡ ନୃପତି। ଜାଣିଲେ ଅଶ୍ୱ ଧରିବା ଦେବରାଜା ଶାସ୍ତି। ଛାଡ଼ି ଦିଅ ଅଶ୍ୱ ତୁମ୍ଭେ ନୁହେଁ ଖେଳ ଘର। ଖେଳ ଘୋଡ଼ା ନୁହେଁ ଏହି ଅଟେ ରାଜାଙ୍କର। କୁଶ କହେ ଜାଣିଛୁ ତ ରାଜାଟା ବଳୁଆ। କ୍ଷତ୍ରିୟ ଯେ ବା ଧରିବ ରଣେ ହେବ ଠିଆ। କ୍ଷତ୍ରିୟ ସନ୍ତାନ ବୁଲୁଛୁ ଏ ବନେ ଆମ୍ଭେ। ଧରିଣ ଘୋଟକ ବାନ୍ଧିଅଛୁ ଯେ ଯତନେ। କ୍ଷତ୍ରିୟ ହୋଇ ଶରଣ ମରଣ ଠୁଲାଜ। ଛାଡ଼ି ଦେବା କଥା ଆଉ ନମଣ ସହଜ। ଶୁଣି ରାଗେ ସୈନ୍ୟମାନେ ଆସନ୍ତେ ଛଡ଼ାଇ। ଧନୁ ହୁଳ ବେଗେ ଦେଇ ଦେଲେ ଫୋପଡ଼ାଇ। ଛାଡ଼ିଗଲା ଆଣ୍ଠୁ ଗଣ୍ଠି ଡରେ ସେନାଗଣ। କହିଲେ ଶତ୍ରୁଘ୍ନକୁ ସରବ କାରଣ। ବୋଇଲେ ସେ ବାଳକ ଯେ ଦିଶେ କାଳ ପରି। ତେଜରେ କନ୍ଦର୍ପଙ୍କର ରୂପ ଯିବ ହାରି। ଆର ଜଣେ କହେ ଆମ ରାଜାଙ୍କର ଦେହ। ଦୁହେଁ ଏକା ରୂପ କିବା ଯମଯତନୟ। ପଶି ନ ପାରିଲେ ପାଖେ ଦେଲା ଅପମାନ। ବାଳକର ଏତେ ବଳ ଦେଖି ଭୀତ ମନ। ନିଜ ଦେଶେ ହେଲା ପ୍ରଭୁ ଏତେ ଅଘଟନ। ଜଣା ନାହିଁ ଆମ୍ଭଙ୍କୁ ସେ କାହାର ସନ୍ତାନ। ତେଜବନ୍ତ ବୀର୍ଯ୍ୟବନ୍ତ ସେହି ଦୁଇ ଶିଶୁ। ଦିଶନ୍ତି ରାମଚନ୍ଦ୍ରଙ୍କ ପ୍ରାୟ ସମ ହେତୁ। ଦେଖିଲେ ଶ୍ରଦ୍ଧା ହେଉଛି ବସାନ୍ତୁ ପାଖରେ। ବୀରତେ ଯେ ପଶି ନ ପାରିଲୁ ସେ ସ୍ଥଳରେ। ଶୁଣି ମନେ କରନ୍ତି ବିଚାର ଶତ୍ରୁଘ୍ନ। ତପୋବନେ ଶିଶୁ ଦୁହେଁ କାହାର ନନ୍ଦନ। ଜଣା ଯାଉ ନାହିଁ ଚାଲ ଦେଖିବା କିପରି। କାହିଁକି ଅଶ୍ୱ ଧରିଲେ ମନେ କି ବିଚାରି। ଏତେ କହି ଶତ୍ରୁଘ୍ନ ପ୍ରବେଶିଲେ ଯାଇ। ବୋଲନ୍ତି କାହାର ପୁତ୍ର ଅଟେ ତୁମ୍ଭେ ଦୁଇ। ଲବ କହେ କୁମାର ଯେ ଅଟୁ କ୍ଷତ୍ରିୟର। କ୍ଷତ୍ରିୟ ବୃତ୍ତି ଧରିଛୁ ଅଟେ ଆମ୍ଭର। ଶୁଣି କହେ ଶତ୍ରୁଘ୍ନ ଆହେ କ୍ଷତ୍ରି ବାଳ। ଅଶ୍ୱମେଧ ଯଜ୍ଞର ଏ ଅଟଇ ସମ୍ବଳ। ରାଜା କରିଛନ୍ତି ଧର୍ମ କାର୍ଯ୍ୟ ଆୟୋଜନ। ପାରିବ କି ତୁମ୍ଭେ ଶିଶୁ ଯଜ୍ଞ କରି କ୍ଷୁର୍ଣ୍ଣ। ମଣିଲକି ଖେଳ ପରି ହୋଇବ ସମର। ଜୟ କଲି ନାନା ରାଜ୍ୟ ଅଶ୍ୱ ଲାଗି ମୋର। ଛାଡ଼ି ଦିଅ ଜ୍ଞାନହୀନ ତୁମ୍ଭେରେ ନନ୍ଦନ। ନ ଛାଡ଼ିଲେ ନିଶ୍ଚୟ ମୁହିଁ କରିବି ଯେ ରଣ। ଲବ କହେ ଜାଣିଅଛୁ
ଦେଖିଣ ପତ୍ରିକା ସେଥିପାଇଁ ତିଳେ ହେଲେ କରିନାହୁଁ ଦକା ମାରିବା ମରିବା ଅଟେ ଲାଭ ସମରର ବୀରପୁତ୍ର ପକ୍ଷେ ଶରଣଟିଲା ଜଘୋର ଶୁଣେ ଶତ୍ରୁଘ୍ନ ବୀର ବରନାସ୍ତି ବାଣୀ ଗୁଣ ଦେଇ ଧନ ହୁଳେ ଟଙ୍କାରିଲେ ପୁଣି ଚଢ଼ାଇଲେ ଗୁଣ ଲବ କୁଶ ଧନୁ ଧରି ଧନୁ କମ୍ପି ଗଲା ଟଣ ଟଣ ଶବ୍ଦ କରି ସମର କାଇଦା ଧରି ଠିଆ ଟାଣ ଦେଖି ଶତ୍ରୁଘ୍ନ ମନେ ମନେ ହେଲେ ବଡ଼ ଦୁଃଖୀ ସୀତା ଦେବୀଙ୍କର ଜାତ ହୋଇଲା ଯେ ସୁତ ଗଲାବେଳେ ମଥୁରାକୁ ପାଇଛି ସଂକେତ କିବାଏ ସେହି କୁମାର କ୍ଷତ୍ରିୟ ସନ୍ତାନ ରାମ ଠାକୁରଙ୍କ ତେଜ ଠାଣିଅଛି ପୂର୍ଣ୍ଣ କାହାର ନନ୍ଦନ ପୁଚ୍ଛା କଲେ ନ କହନ୍ତି ସାମାନ୍ୟ ବାଳକ ଏହି ନିଶ୍ଚୟ ନୁହନ୍ତି ଶତ୍ରୁଘ୍ନ କହିଲେ ରେ ବାବୁ ତୁମ୍ଭେ ଶୁଣ ଏହି ହସ୍ତେ ମାରିଅଛି ଦଇତ ଲବଣ ବଡ଼ଇ ବିଷମଟେ ମୋହର ଏ ତୀର ଖେଳ ପରାଏ ମୋ ସାଙ୍ଗେ ଧରୁଛ ତ ସ୍ତର ବହୁବାର ବୁଝାଇଲି ନ ଦେଇ ଘୋଟକ ଠିଆ ହେଲ ଧନୁ ଧରି ହୋଇଣ ନିର୍ଭୀକ ସମ୍ଭାଳ ଏ ବାରଶର କରୁଛି ପ୍ରହାର କର୍ତ୍ତବ୍ୟ କ୍ଷେତ୍ରରେ ଯେଣୁ ଦୋଷ ନାହିଁ ମୋର ଲବ କହେ କ୍ଷତ୍ରୀ ସୁତ ସର୍ବଦା ପ୍ରସ୍ତୁତ ପ୍ରାଣ ତାର ଖେଳ ଘର ମଲେ ସ୍ୱର୍ଗ ପ୍ରାପ୍ତ ଏତେ କହି ପ୍ରହାରିଲା ଲବ ଦଶ ସର କାଟିଦେଲା ଶତ୍ରୁଘ୍ନ ନକରି ଖାତର ପୁଣି ଶତ୍ରୁଘ୍ନ ବିନ୍ଧେ ଚୋଖା ଚୋଖା ସର କାଟିଦିଏ ନ ଆସୁଣ ତାହା ଲବ ବୀର ପ୍ରଶଂସଇ ବୀର ଶତ୍ରୁ ଘନ ଧନ୍ୟ 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 ତୁହି ବାଳକରେ କାହାର ନନ୍ଦନ ଯାହାର ସରକୁ ଭୟ କରେ ଜନ୍ତୁନାଥ ତାର ସରକୁ କାଟୁଛୁ ମନେ ନହିଁ ଭୀତ ଏତେ କହି ପ୍ରହାରିଲା ନିଦାରୁଣ ସର ସରଘାତେ ଆକାଶେ ଲୁଚିଲେ ଦିବାକର କାଟିଦିଏ ଲବ ବୀର ନକରି ଖାତର ସୈନ୍ୟ ନାଶ କରୁଅଛି ମାରି କୁଶର ଚକ୍ଷୁ ନିମିଷେକ ସୈନ୍ୟ କୁଶହତ କଲା ଦେଖି ଶତ୍ରୁଘ୍ନଙ୍କର ସାହସ ଉଡ଼ିଲା ବିନ୍ଧିଲେ କଦେବ ସର ଦେଖିଲ ବୀର ବସାଇଲା ଗୁଣେ ମହା କାଳ ପାଶ ସର ଛାଡ଼ିଦେଲା ମନ୍ତ୍ରୀ ଲବ ଶତ୍ରୁଘ୍ନ ବୀର ପ୍ରତିଶର କଲେ ଯେତେ ପୋଡ଼ଇ ବାଟର ଆକାଶରେ ଦେବଗଣ ଦେଖନ୍ତି ସମର ବାଣ ତେଜେ ପଳାଇଲେ କରି ହାହାକାର ପଡ଼ିଲା କାଶୁସର କାଳ ରୂପ ହୋଇ
ମୋହ କଲା ଶତ୍ରୁଘ୍ନ ରଣେ ଗଲେ ଶୋଇ। ମହାଭୟେ ପଳାଇଲେ ସୈନ୍ୟ ଦୁଇ ଜଣ। କହିଲେ ରାମଙ୍କ ପାଶେ ଘଟିଲା କାରଣ। ଅଯୋଧ୍ୟାର ନରନାଥ ଶୁଣି ଅଚେତନ। କି ଘଟିଲା ବୋଲି ସର୍ବେ ହେଲେ ମୁହ୍ୟମାନ। ମାତା ମାନେ ଶୁଣି ବହୁ ଅଧୀର ହୋଇଲେ। ଶୁଣିନ ଲକ୍ଷ୍ମଣ ବୀର କହନ୍ତି ସଧୀରେ। ବୀର ପକ୍ଷେ ଶତ୍ରୁନାଶ ଅଟେ ଶ୍ରେଷ୍ଠତର। ଆଦେଶନ୍ତୁ ଯୁଦ୍ଧ ଆଉ ବିଳମ୍ବ ନ କର। କରିଲେ ଭରତ ମାତା ବଧୂଙ୍କୁ ପ୍ରବୋଧ। ଆଦେଶିଲେ ରାମଚନ୍ଦ୍ର ବୀରଙ୍କ ପ୍ରସିଦ୍ଧ। ସେନା ଧରି ଯାଅ ଭାଇ ଭରତ ଲକ୍ଷ୍ମଣ। ସେ ଦୁର୍ଜୟ ବାଳକଙ୍କୁ ବେଗେ ଧରି ଆଣ। ଶୁଣି ରଣ ସଜାଇଲେ ସୁମିତ୍ରା ନନ୍ଦନ। ବାଜିଲା ବୀର ଦୁନ୍ଦୁଭି ଉଠିଲା ଯେ ସନ। ବାଜିଗଲା ତୁରୀ ଭେରି ଟମକ ନିଶାଣ। ମହାବୀର ଗଣେ ଗଲେ ଧରି ଧନୁର୍ବାଣ। ଶୁଣ ଜନ୍ମେଜୟ ଏହି ଅପୂର୍ବ ଚରିତ। ଆଶ୍ରମରେ ସୀତା ଦେଖି ସମୟ ଅତୀତ। ବନ୍ୟ ହରିଣୀ ପରାଏ ହେଲେ ଛନ ଛନ। କେଣେ ଗଲେ ଅସମୟେ ମୋ ହୃଦର ତନ। ସେବେଳେ ଲବ କହିଲା ଆରେ କୁଶ ଶୁଣ। ମାତା ଚାହିଁଥିବେ ଆଶ୍ରମରେ ନ ଖାଇଣ। ଏ ରାଜାର ଭାଇ ଥିବେ ଆସିବେ ନିଶ୍ଚୟ। ଅଶୋକୁ ଜଗତୁ କ୍ଷୁଧା କଲାଣି ଅଥୟ। ତୋହି ଯିବୁ ମୁଁ ଆସିଲେ କହିଲ ବଗଲା। ଦିଅ ମାତା ଖାଇବାକୁ ଚଞ୍ଚଳ ବୋଇଲା। ଜନନୀ ବୋଇଲେ ବାବୁ କୁଶ କେଣେ ଗଲା। ଲବ କହେ ଜଗିଛି ସେ ଗୋଟେ ମୃଗ ପିଲା। କହି ଯାଇଥିଲେ ତାତ ଜଗିବାକୁ ବନ। ଖରା ବେଳେ ଶବର ଯେ କରନ୍ତି ସନ୍ଧାନ। ଶୁଣି ସୀତ କହିଲେ ରେ କଳି ନ କରିବ। ଆହେ ଧର୍ମ ମୋ ବାଳକେ ତୁମ୍ଭେ ଜଗିଥିବ। ଯଦି କେହି ଶିଶୁ ବୋଲି କରେ ଅପଘାତ। ମୋ ସତୀତ୍ୱ ବଳେ ହେବ ଶିଶୁଠି ପରାସ୍ତ। ଲବ ଆସିଗଲା କୁଶ ଖାଇବାକୁ ଗଲା। ଚଞ୍ଚଳ ସେ ଖାଇ ସାରି ତକ୍ଷଣେ ମିଳିଲା। ରାଜଥାଟ ପ୍ରବେଶିଲେ ବାଳକ ଦେଖନ୍ତି। କୃତାନ୍ତ ପରାଏ ତେଜ କାମୁକ ଧରନ୍ତି। ଲକ୍ଷ୍ମଣ ବୀର ଦେଖିଣ ପାଶେ ପ୍ରବେଶିଲେ। ଶ୍ରୀରାମ ସଦୃଶ ଦେଖି ବଚନ ପୁଛିଲେ। ଶୁଣ ଆରେ ବାବୁ ତୁମେ ଅଟକା କୁମାର। ଶୁଣି ଲବ କହେ କିସ ପ୍ରୟୋଜନ ତୋର। କ୍ଷତ୍ରିୟ ସୁତ ଅଟୁ ଯେ କ୍ଷତ୍ରିୟ ମୋ ବୃତ୍ତି। ଆମ୍ଭର ଗୁରୁ ଅଟନ୍ତି ବାଲ୍ମୀକି ଯେ ଯତି। କରିଛୁ କ୍ଷତ୍ରି ବୃତ୍ତିରେ ଏ ଅଶ୍ୱବନ୍ଧନ। ତିଳେ ଭୟ ନାହିଁ ଯୁଦ୍ଧ ପାଇଁ ଆମ୍ଭ ମନ। ବଳ ଥିଲେ ରଣ କର ନଥିଲେ ଯେ ଯାଅ।
ଶୁଣି ଲକ୍ଷ୍ମଣ ହୋଇଲେ ଚିନ୍ତିତ ହୃଦୟ। ବୋଇଲେ ରାମଚନ୍ଦ୍ର ପରିରୂପବାନ, ଏକ ଚନ୍ଦ୍ର ଥିଲେ ତିନି ଚନ୍ଦ୍ର ହେଲା ପୂର୍ଣ୍ଣ। ବୋଇଲେ ବାଳକ ଯୁଦ୍ଧ ନ ଭାବ ଯେ ଖେଳ, ମୋର ସରେ ମଲା ଇନ୍ଦ୍ର ଜିତ ମହାବୀର। ଶୁଣି କୁଶ ହସି କହେ ସେ ତ କହୁଥିଲା, ରାବଣ ଦୈତ୍ୟ ମାରିଛି ମୁହିଁ ବୀର ପିଲା। କେଣେ ଗଲା ବୀର ବର ରଣେ ଅଛି ଶୋଇ, ତୁ କହୁଛୁ ଇନ୍ଦ୍ରଜିତ ମାରିଛୁ ରେ ତୁହି। ଦେଖାଯିବ ଆଜ ଯୁଦ୍ଧେ କେ ବୀର ତନୟ, ଶୁଣି ଲକ୍ଷ୍ମଣ କ୍ରୋଧରେ ଧରେ ଧନୁଚୟ। ଗୁଣ ଦେଇ ଟଙ୍କରିଲେ କମ୍ପିଲା ମେଦିନୀ, ପୁଣ କୁଶଲବ କଲେ ସେ ଟଙ୍କାର ଧ୍ୱନି। ଲକ୍ଷ୍ମଣ ବିନ୍ଧିଲେ କ୍ରୋଧେ ବହୁ ତୀକ୍ଷ୍ଣ ସ୍ୱର, ଶର ନ ଆସୁଣୁ ଲବ ଛେଦଇ ସତର। ଭରତ ସଙ୍ଗରେ ଲବ ସମର କରିଲା, ଚକ୍ଷୁ ପିଛଡ଼ା କେ ଲକ୍ଷେ ଶର ଯେ ମାଇଲା। ଦେଖି ବାଳକର ତୀକ୍ଷ୍ଣ ବୁଦ୍ଧି ତୀକ୍ଷ୍ଣ ଶର, ମନେ ଭୟଭୀତ ହେଲା ସେ ଭାରତ ବୀର। ବୋଲେ ବାବୁ ନ କହିଲ କାହାର ନନ୍ଦନ, କିଏ ତୁମ୍ଭ ଗୁରୁ କଲ ଏ ବିଦ୍ୟା ଅର୍ଜନ। ଲବ କହେ ଆମ୍ଭ ଗୁରୁ ଅଟେ ଯେ ବାଲ୍ମୀକ, ତାହାଙ୍କର ଶିଷ୍ୟ ଆମ୍ଭେ କ୍ଷତ୍ରିୟ ବାଳକ। ନ ଜାଣୁ କାହା ନନ୍ଦନ ଛନ୍ତି ଆମ୍ଭ ମାତ, ଏତେ ବାକ୍ୟ ନ କହି ହୋ ଧର ସରାସନ। ପରିଚୟ ଶର ମୁଖେ କ୍ଷତ୍ରିୟ ବିଧାନ, ରାଗେ ଭରତ ବିନ୍ଧିଲେ ଶରନାଗ ପାଶ। ଗରୁଡ଼ସ୍ତ୍ରେ ନିବାରିଲେ ଲବ ରାମ ସୁତ, ଅତି କ୍ରୋଧେ ଦେବ ଶର ମାରନ୍ତି ଲକ୍ଷ୍ମଣ। କୁଶ କାଟେ ସେହି ଶର କିଞ୍ଚିତ ପ୍ରାୟେଣ, ଚମତ୍କୃତ ହେଲା ଦେଖି ଇନ୍ଦ୍ରଜିତ ହନ୍ତା। ମନେ ମନେ କଲା ବୀର ନାନା କଥା ଚିନ୍ତା, କୁଶ ବିନ୍ଧିଲା ତକ୍ଷଣି କାଳ ରୁଦ୍ର ଶର। ବଜ୍ରବାଣେ ଲକ୍ଷ୍ମଣ ତା ନିବାରେ ସତର, ପୁଣି ବୀର ସନ୍ଧାନିଲା ସେ କୁହୁକ ଶର। କାଟିଲା ଗନ୍ଧର୍ବ ଶରେ ତାହା କୁଶ ବୀର, ନୀଳ ବାଣ ମାରେ ବୀର ଲକ୍ଷ୍ମଣ ସତୋର। କାଟିଦେଲା ଭୁଜ ବାଣେ ତାହା କୁଶ ବୀର। କୁଶ ଧରି ମୋହନାସ୍ତ୍ର କରିଲା ମନ୍ତ୍ରଣ, ପ୍ରତି ଅସ୍ତ୍ର କଲେ ଯେତେ ସୁମିତ୍ରା ନନ୍ଦନ। ନ କାଟି ତା ବକ୍ଷ ପରେ ପଡ଼ିଲା ବହନ, ଚେତା ଶୂନ୍ୟ ହେଲେ ରଣେ ବୀର ଯେ ଲକ୍ଷ୍ମଣ। ଲବ କୋପେ ପ୍ରହାରିଲା ମନ ଭେଦି ଶର, କାଟି ନ ପାରି ଭରତ ଶୋଇଲେ ମହୀର। ଆଉ ସୈନ୍ୟ ଥିଲେ ସର୍ବେ ଛାଡ଼ି ପଳାଇଲେ, ସମସ୍ତେ ରାମଚନ୍ଦ୍ରଙ୍କ ଆଗରେ କହିଲେ। ମୋହ ହେଲେ ଅଯୋଧ୍ୟାର ରତ୍ନମଣି ଶୁଣି, ହନୁ ବିଭୀଷଣ ଚେତା କଲେ ସିଞ୍ଚି ପାଣି। ବିଳାପ କରନ୍ତି ରାମ
ଭ୍ରାତା ଗୁଣ ଗୁଣୀ। ଅଗାଧ ସମୁଦ୍ରେ ମୋର ଭେଳା ବୁଡ଼ିଲାଣି। କାହା ମୁଖ ଦେଖି ବାବୁ କାଟିବି ମୁଁ ଦିନ। ଶୁଣି ଚନ୍ଦ୍ରକେତୁ କହେ ଲକ୍ଷ୍ମଣ ନନ୍ଦନ। ଜ୍ୟେଷ୍ଠତା ତରଣେ ଯିବୁ ଦିଅ ଅନୁମତି। ମାରିବୁ ସେ କାଳ ଶତ୍ରୁ କରୁଛୁ ବିନତି। ଶୁଣିଣ ସେ ରଘୁକୁଳ ନୃପ ଚୂଡ଼ାମଣି। କହିଲେ ରେ ବାବୁ ମୁହିଁ ଯିବି ଯୁଦ୍ଧେ ପୁଣି। ଏତେ କହି ସଜାଇଲେ ସୈନ୍ୟ ରଘୁବୀର। ରଣ ଦୁନ୍ଦୁଭି ବାଜିଲା ଅଯୋଧ୍ୟା ନଗର। ଧର ଧର ମାର ମାର ଧ୍ୱନି ଅପ୍ରମିତ। ଚଳନ୍ତି ସଡ଼କେ ସୈନ୍ୟ ହରିଣ ସଜ୍ଜିତ। ବଶିଷ୍ଠ ପାଦରେ ନମି ଅଯୋଧ୍ୟାର ପତି। ଚଳିଲେ ଯୁଦ୍ଧକୁ ଘେନି ସେନା ସେନାପତି। ସୁମରଣ କଲେ ବୀର ପୁଷ୍ପକ ଯାନକୁ। ସ୍ୱର୍ଗପୁରୁ ଯାନ ଆସେ ମର୍ତ୍ତ୍ୟ ଭୁବନକୁ। ଯୁଦ୍ଧ ପାଇଁ ବୀର ବେଶ ହେଲେ ନୃପବର। ସୈନ୍ୟ ଥାଟ ସଙ୍ଗେ ଗଲେ ସେହି ଆଶ୍ରମର। ମାତା ପାଶୁ ଖାଇଣ ଚଞ୍ଚଳ ଲବକୁଶ। ମେଲାଣି ମାଗିଣ ଗଲେ ହୋଇଣ ହରସ। ଜାନକୀ ବୋଇଲେ ବନେ ରଖନ୍ତୁ ଶଙ୍କର। ମୁହିଁ ଏକାକିନୀ କେହି ଯାହା ନାହିଁ ମୋର। ଏବେଳେ ଶୁଭିଲା ରଣ ବାଦ୍ୟ ଗୁରୁତର। ଭାବିଲେ ସେ କେଉଁ ନୃପ ଥାଟ ନିଏ ତାର। ବୋଇଲେ ମୁଁ ଯଦି ସତୀ ତନୟ ମୋହର। ବନରେ ସାହା ହୁଅନ୍ତୁ ସତ୍ୟ ଧର୍ମ ମୋର। ମୁଁ ଅନ୍ଧୁଣୀ ମୋର ନେତ୍ର ପିତୁଳି ସେ ଦୁଇ। ତାଙ୍କ ଅପଘାତେ ଯେବା ହୋଇବ ଆଗ୍ରହୀ। ଘରକୁ ଆଉ ସେ ଜନ ନ ଯିବ ଲେଉଟି। ଦେବ ନର ରାକ୍ଷସ ଗନ୍ଧର୍ବ ଯେ ପିଶାଚି। ବଚନ ନୁହେଁ ଅନ୍ୟଥା ସୀତା ସତୀଙ୍କର। ସତ୍ୟର ପ୍ରଭାବ ଯେଣୁ ଅଟେ ବଳିୟାର। ପ୍ରବେଶିଲେ ଲବକୁଶ ଦୁଇ ଅଶ୍ୱପାଶେ। କ୍ରମେ ରାମଚନ୍ଦ୍ର ଥାଟ ମିଳନ୍ତି ଯେ ଶେଷେ। ରାମ ବିକଳେ କାନ୍ଦିଲେ ଭ୍ରାତାଙ୍କ ବିନାଶେ। ପୁଣି କେତେ କ୍ଷଣ ପରେ ସେ ହୋଇଲେ ସୁସ୍ଥେ। ଶୋକ ତେଜି ଲବକୁଶ ନିକଟେ ପ୍ରବେଶ। ଦେଖି ହନୁମାନ କହେ ସତୀଙ୍କର ଶିଷ୍ୟ। ରାଜପୁରେ ଥିଲେ କାନ୍ଧେ ବୁଲାନ୍ତେ ମୁନେଇ। ଆଜି ପିତା ପୁତ୍ର ରଣ ହୋଇବ ଏଠାଇଁ। ଦେଖି ମନେ ମନେ ରାମ ହୋଇଲେ ବିସ୍ମିତ। କିଏ ଏହି ଶିଶୁ ମୋର ରୂପେ ଉପସ୍ଥିତ। ଦେଖିଲେ ହାଙ୍କୁ ସ୍ନେହ ଆଶଇ ଅନ୍ତରେ। ଶତ୍ରୁ ରୂପେ ଠିଆ ମତେ ନ ଯୋଗାଏ ବୀରେ। ଯୁଦ୍ଧସ୍ଥଳେ ସର୍ବେ ରୂପ ସମାନ ଦେଖିଲେ। କହିଲେ ସୀତା ଛନ୍ତି ଯେ ଏହି ଆଶ୍ରମରେ। 5 ମାସ ଗର୍ଭେ ତାଙ୍କୁ କଲେ ନିର୍ବାସନ। ତାଙ୍କରି କୁମର ମାନ ହୁଏ ମନ।
ବୃଦ୍ଧ ମନ୍ତ୍ରୀ ସୁମନ୍ତ୍ର ଯେ ବୁଝାଇ କହଇ, ବୃଥା ଯୁଦ୍ଧ ୟାଙ୍କ ସଙ୍ଗେ ଉଚିତ ନୁହଁ। ବୋଲନ୍ତି ଯେ ରାମଚନ୍ଦ୍ର ଦୁଇ ଶିଶୁ ଶୁଣ, ମୋର କର୍ଣ୍ଣ ତୁମ୍ଭ ବର୍ଣ୍ଣ ଦିଶେ କା ଜାଣ। ଭାବୁଅଛି ମୁହିଁ ତୁମ୍ଭେ ମୋହର ସନ୍ତାନ, ପିତା କିଏ କୁହ ତୁମ୍ଭେ କେଉଁ ବଂଶେ ଜନ୍ମ। ଲବକୁଶ ଦୁହେଁ ଶୁଣି ହେଲେ କୁହା କୁହି, ବୁଝିବା ଯେ ମାତାଙ୍କୁ ପଚାରି ଘରେ ଯାଇ। ପିତା ନାମ ନ କହିଲେ ହେବ ବଡ଼ ଲାଜ, ଭୁଲାଇ କହିବା ୟାଙ୍କୁ ପରେ ବୁଝାଯିବ। ଏତେ କହିଲ ତାଙ୍କୁ କରିଲା ଉତ୍ତର, ପିତା ନାମ ପଚାରିବା ନୁହଁ ଏ ସମର। ଡରିଣ ଯୁଦ୍ଧକୁ ପଚାରୁଛୁ ବାର ବାର, ନ ପାରିବୁ କୁହ ଯଦି ଶରଣ ମୁଖର। ଛାଡ଼ିଦେବୁ ପଳାଇବୁ ରାଜ୍ୟକୁ ତୋହର, କିମ୍ପାଇଁ ଯେ ଭଏ କହୁ କୁମର କୁମର। ଶୁଣି ରାମଚନ୍ଦ୍ର କ୍ରୋଧେ ହେଲେ ଥରହର, ବୋଇଲେ ଶିଶୁ ଦୁହିଁଙ୍କୁ ବେଢ଼ି ତୁମ୍ଭେ ମାର। ଏତେ କହି ନିଜେ ଧନୁ କରିଲେ ଟଙ୍କାର, ବିନ୍ଧିଲେ ଗୋଟିଏ ଶର ରାମଚନ୍ଦ୍ର ବୀର। ନ ଲଙ୍ଘି ଧର୍ମକୁ ଶର ମୁଖେ ଚୁମ୍ବ ଦେଲା, ଲବକୁଶ ଶର ରାମ ପାଦରେ ପଡ଼ିଲା। ଏହିପରି 3 ବାର ଧର୍ମ ରକ୍ଷା କଲେ, ପୁଣି କରିଲା କର୍ତ୍ତବ୍ୟ ଅଛି ଯେ ଭାବିଲେ। କୁଶ ତେଣେ ଚନ୍ଦ୍ରକେତୁ ଲକ୍ଷ୍ମଣ କୁମାର, ସଙ୍ଗେ ସର ପରିତାଳ କଲା ଅଗୋଚର। ଗୋଟି ଗୋଟି ଶର ମାରି କୁଶ ମୋହ କଲା, ପୁଣି ସୈନ୍ୟ ସେନା ସେନା ପତି ପଦାଇଲା। ଯୁଝୁଥାଏ ନିଜେ ଲବ ରାମଙ୍କ ସଙ୍ଗର, ସତୀ ଅଭିଶାପେ ରାମ ଶର ହୁଏ ଧୀର। ପାଶୁପତ ନୀଳ ବାଣ ଆଦି ଭୁଜ ବାଣ, ବୈଷ୍ଣବୀ ଅନନ୍ତ ଶକ୍ତି ଛାଡ଼ି ରଘୁରାଣ। ଶିଶୁଙ୍କ ସମରେ ସେହି ହେଲେ ତେଜହୀନ, କହନ୍ତି ଧନ୍ୟରେ ବୀର ବାଳୁତ ନନ୍ଦନ। ଯେଉଁ ଶରେ ମହାବଳୀ ରାବଣ ମାରିଲି, ଶେଷର ବାଳକ ଯୁଦ୍ଧେ ସମସ୍ତ ପେଶିଲି। ହୀନ ବଳ ହେଲା ମୋର ଏଡ଼େ ବଡ଼ ଶର, ପୁଣି ଲବ କୋପେ ବିନ୍ଧୁ ଅଛି ବାଛି ତୀର। ପ୍ରଜ୍ୱଳିତ ହୋଇ ରାଗେ ଲବ ବୀରବର, ମୋହରା ମନ ଭେଦିକୁ ପେଶିଲା ସତର। ଅତି ନିଦାରୁଣ ଶର ଅବ୍ୟର୍ଥ ଯେ ସେହି, ରଣ ପ୍ରାଙ୍ଗଣେ ମହିଲା ଅଯୋଧ୍ୟାର ସାଇଁ। ହନୁ ଆଦି ସର୍ବସେନା ପତି ଆଦି ବୀର, ମୋହେ ପକାଇଲା ତାର ନଛେଦିଣ ଶିର। ଆକାଶରେ ଦେବଗଣେ କଲେ ହାହାକାର, ଭୂମିକମ୍ପ ହେଲା ଲଞ୍ଜା ଖସେ ଗଗନର। କି ହେଲା ସତୀ ଆଶ୍ରମରେ ଥିଲେ, ସୁବର୍ଣ୍ଣ କାଚ ମଳିନ ପଡ଼ିଛି ଦେଖିଲେ।
ଆକୁଳ ହେଉଛି ମନ ହୁଏ ନାହିଁ ସ୍ଥିର। ପଚାରନ୍ତି ଋଷି କନ୍ୟା ମାନଙ୍କୁ ଖବର, କେଣେ ଗଲେ ମୋ କୁମାର ଲବକୁଶ ଦୁଇ। ଏତେବେଳେ ହେଲା ଆସୁ ନାହାନ୍ତି କିମ୍ପାଇଁ, କହନ୍ତି ସର୍ବକୁମାରୀ ସେ ତ ଖେଳୁଆଳ। ବନେ ବୁଲନ୍ତି ଧରିଣ ଧନୁ ତୀର ଫଳ, କ୍ଷୁଧା ହେଲେ ଆସିବେ ସେ ତୁମ୍ଭେ କିମ୍ପା ଭାଳ। ଖେଳୁଥିବେ ଗଛ ମୂଳେ ହୋଇ କୌତୂହଳ, ଧନୁ ଧରି ଖେଳୁଥିବେ ଯାଇଛନ୍ତି ସେହି। ସବୁଦିନେ ତାଙ୍କୁ ପାଶେ ରଖିବ କି କେହି, ବୀରପୁତ୍ର ବୀର ସେ ତ ବିଚକ୍ଷଣ ହେବେ। ଚିନ୍ତା ଛାଡ଼ ତାଙ୍କ ପାଇଁ ଏକ୍ଷଣି ଆସିବେ। କହନ୍ତି ଜାନକୀ ନିକଟରେ ଯୁଦ୍ଧବାଦ୍ୟ, କ୍ଷଣକରେ ହୋଇଲା ସେ କାହିଁକି ନିଃଶବ୍ଦ। ସୁବର୍ଣ୍ଣ କାଚ ମୋହର କଳା ପଡ଼ିଗଲା, ମଥାରେ ସିନ୍ଦୁର ଟୋପା ଏକ୍ଷଣି ଖସିଲା। କିମ୍ପା ଅଶୁଭ ଲକ୍ଷଣ ଦିଶୁଛି ଭଉଣୀ, ଦିବସରେ ଆକାଶରୁ ଲଞ୍ଜା ଖସିଲାଣି। ଆକୁଳ ହେଉଛି ମୋର କାହିଁକି ହୃଦୟ, କାହାନ୍ତି ମୋରଙ୍କ ନିଧି ଦେଖିଛ କି କୁହ। ଶୁଣି ମୁନି କୁମାରୀଏ ଆଶ୍ରମ ଦୁଆରେ, ଅନାଇ ଦେଖିଲେ ଲବ ଆସୁଛି ସଧୀରେ। ତାର ପଛେ ହନୁ ତାର ପଛେ ଆସେ କୁଶ, ସୁନାର ମୁକୁଟେ ହୋଇ ଅଛି ଲବ ବେଶ। ମାଙ୍କଡ଼ ଭାଲୁ ଦୁଇଟି ଲଟାରେ ବାନ୍ଧିଣ, ଦୁଇ ଭାଇ ଧରି ଆସୁଛନ୍ତି ଧନୁର୍ବାଣ। ଦେଖିଣ ଏ ସନରୀତି ସୀତା ପାଶେ ଗଲେ, ଦୁଇ ଭାଇ ମାତାଙ୍କର ପାଦରେ ପଡ଼ିଲେ। ଅତ୍ୟନ୍ତ ଆକୁଳେ ସତୀ ପୁଛନ୍ତି ବଚନ, କାହାର କିରୀଟି ଧନୁ କହ ବାପ ଧନ। ଏ ଧନୁ କୋଦଣ୍ଡ କାଣ୍ଡ, ଏ ଧନୁ କୋଦଣ୍ଡ କାଣ୍ଡ ଥାଏ ସ୍ୱାମୀ ସ୍କନ୍ଧେ। ରାଜମୁକୁଟ ତାଙ୍କର ତ୍ରିଭୁବନ ବନ୍ଦେ, ଲବ କହେ ଏକ ରାଜା ଯୁଦ୍ଧ କରୁଥିଲା। ଭାଇ ଚାରିଟାକୁ ଧରି ବହୁତ ଲଢ଼ିଲା, ତୋ କଲ୍ୟାଣ ଜୟ କଲି ତାହାକୁ ସମରେ। ଘେନି ଆସିଲି କିରୀଟ କୁଣ୍ଡଳ ତାହାରେ, ସୈନ୍ୟ ତାହାର ବହୁତ ମଲେ ଯୁଦ୍ଧ କରି। ମାଙ୍କଡ଼ ଭାଲୁ ଦୁଇଟା ଆଣେ କୁଶ ଧରି। ଶୁଣି ଜାନକୀ କହିଲେ କି କଲରେ ବାଳ, ପିତା ଖୁଡୁ ତାଙ୍କୁ ମାରି ଦେଖାଇଲ ବଳ। ପାଗଳିନୀ ପରି ଦେବୀ କୁଶ ପାଶେ ଗଲେ, ହନକୁ ବାନ୍ଧିଛି କୁଶ ଜାନକୀ ଚିହ୍ନିଲେ। ଖୋଲିଦେଲେ ଦେବୀ ତାର ଗଳୁ ଲଟା ମାନ, ହନକୁ ଜାମ୍ବଦ ସୀତାଙ୍କ ପାଦେ କଲେ ମାନ୍ୟ। କି ହେଲା ରେ କହ ହନୁ ମାନ ତଥ୍ୟ ବୀର, ସତ କହ ବାବୁ ଫାଟିଲା କି ମଥା ମୋର। ଆରେ କୁଳାଙ୍ଗାର କାଳ ମୋ ପେଟରେ ଥିଲ,
ମଥାର ସିନ୍ଦୁର ଗାର ମୋର ଲିଭାଇଲ। ସତେ କିରେ ହନୁ ଏହି ବାଳକ ଯୁଦ୍ଧରେ, ପଡ଼ିଲେ ଅଯୋଧ୍ୟାପତି କହ ମୋ ଆଗରେ। ଆହା ନାଥ ଛାଡ଼ିଗଲ ଅଲକ୍ଷଣୀ କରି, ହନୁ କିପରି ରହିବି କହ ପ୍ରାଣ ଧରି। ଏତେ କହି ଆଗ ଭର ହେଲେ ସତୀ ସୀତା, ଆଗେ ପାଦ କାଢ଼ି ପଡ଼ି ହୋଇଲେ ମୂର୍ଚ୍ଛିତା। ଲବ କୁଶ ଧରିଣ କରାଇଲେ ସଚେତ, ହନୁମାନ ଜାମ୍ବବଜେ କହନ୍ତି ତୁରିତ। କାହାର କୁମର ମାତ ଏମାନେ ଅଟନ୍ତି, ବହୁ ନୃପତି ପଡ଼ିଲେ ୟାଙ୍କ ସର ପାନ୍ତି। ସୀତା କହନ୍ତି ରେ ବାବୁ ଦେଖା ସେହି ସ୍ଥାନ, କରିବଇଁ ପ୍ରଭୁ ପାଦ ପଦ୍ମକୁ ଦର୍ଶନ। ପାଗଳିନୀ ପରି ଦେବୀ କରନ୍ତି ଗମନ, ପଛେ ଲବ କୁଶ ଗଲେ ଯହିଁ ରଣ ସ୍ଥାନ। ରାମଚନ୍ଦ୍ରଙ୍କର ପଦେ ରହୁ ମୋର ମନ, ବିପ୍ର ନାରାୟଣ ଲେଖେ ଜୈମିନୀ ପୁରାଣ। ରଣସ୍ଥଳରେ ବାଲ୍ମୀକି ଋଷିଙ୍କର ପ୍ରବେଶ ଓ ରାମଚନ୍ଦ୍ରଙ୍କ ସହ ସର୍ବସୈନ୍ୟଙ୍କର ପୁନର୍ଜୀବନ ପ୍ରାପ୍ତି। ଶୁଣ ଜନ୍ମେଜୟ ରାଜା ଭାରତ ଚରିତ, ଶୁଣେ ଶୁଣାଇଲେ ପାପ ହୋଇବ ଦୂରିତ। ଲବ କୁଶ ହନୁମାନ ଜାମ୍ବବଜେ ସତୀ, ପ୍ରବେଶ ହେଲେ ସମର ଭୂମିରେ ତଡ଼ତି। ଅସଂଖ୍ୟ ସୈନ୍ୟ ସାମନ୍ତ ଗଜବାଜି ରଥୀ, ସମର ଭୂମିରେ ମୃତ ପ୍ରାୟ ପଡ଼ିଛନ୍ତି। ସାମାନ୍ୟ ଶିଶୁଙ୍କ ଯୁଦ୍ଧ ସମସ୍ତେ ହାରିଲେ, ଦେଖି କରି ସତୀ ସୀତା ବିଳାପ କରିଲେ। ବିଳାପ କରନ୍ତି ସେହି ଦୈବ ସୁମରି, କାହିଁକି ଜନ୍ମ ଲଭିଲ ଗରଭେ ମୋହରି। ଏତେ କହି ସୀତା ଗଲେ ସ୍ୱାମୀଙ୍କ ନିକଟେ, କ୍ରନ୍ଦନ କରିଲେ ସେହି ଅତ୍ୟନ୍ତ ବିଳାପେ। ଆହା ନାଥ କେଉଁ ପରି ବାଳକ ସମରେ, ପଡ଼ିଲ ଅଖିଳପତି କିଚିନ୍ତି ମନରେ। ଆଶା ଥିଲା ଦେଖିଥାନ୍ତି ପୁତ୍ର ସଙ୍ଗେ ଧରି, ମନ୍ଦ ଦୈବ ମୋହରି ହୋଇଲା ଭୋଗାରି। ଲବ କହେ ମାତ ଏହା ପୂର୍ବେ ନ କହିଲୁ, ପିତୃହନ୍ତା ପାପେ ଆମ୍ଭେ ନରକେ ପଡ଼ିଲୁ। ଜାନକୀ କହିଲେ ସର୍ବ ମୋର କର୍ମ ଫଳ, ଏବେ ବେନି ଭାଇ ତୁମ୍ଭେ ଅଯୋଧ୍ୟାକୁ ଚଳ। ମାତା ମାନଙ୍କୁ ସରବ ଘଟଣା କହିବ, ଭାବନା ନ କରି ଅଯୋଧ୍ୟାରେ ରାଜା ହେବ। ଆରେ ହନୁ ପୁତ୍ର ମୋର ଉପକାର କର, ଅନଳ ସ୍ଥାପନ କର ଦହିବି ଶରୀର। ପୂର୍ବେ କେଉଁ ପାପ କଲି ଘଟିଲା ଏ ଦଣ୍ଡ, ଛନ୍ଦ କରିଅଛି ମୋତେ ଦୈବ ଦୁର୍ଦଣ୍ଡ। ଏତେ କହି ଜାନକୀ ଯେ ସ୍ୱାମୀ ପାଦ ଧରି, ରୋଦନ କରନ୍ତି ବନେ ପାଗଳିନୀ ପରି। ସୀତାଙ୍କ ଦୁଃଖରେ ମଳିନ ସେ ତପୋବନ, ଜାଣିଲେ ତପରେ ଥିଲେ ମହର୍ଷି ପ୍ରଧାନ। ମନ୍ଦାକିନୀ ତଟେ ଥିଲେ
ବାଲ୍ମୀକି ମହର୍ଷି ଜାଣି ଆସିଲେ ଆସନ ମନ୍ତ୍ରରେ ଝଟତି। ପଚାରନ୍ତି ଜନ୍ମେ ଜୟ ଆହେ ମୁନିବର, କିସ ହେଲା ଏହା ପରେ କହନ୍ତୁ ସତର। ସନ୍ତ ସେ କହନ୍ତି ମୁନି ଆହେ ନୃପବର, ଶୁଣ ଯାହା ଏଥୁ ଅନ୍ତେ ଘଟିଲା ସେଠାର। ମନ କର୍ଣ୍ଣ ଦେଇ ଭକ୍ତି ମନେ ତାହା ଶୁଣ, ଶ୍ରୀରାମଚରିତ ଏ ଅଟଇ ମହାପୁଣ୍ୟ। ମନ ଜାନେ ମୁନିବର ଅଇଲେ ତକ୍ଷଣେ, ପ୍ରବେଶ ହୋଇଲେ ଆଶ୍ରମର ସନ୍ନିଧାନେ। ଦେଖିଲେ ଅସଂଖ୍ୟ ସୈନ୍ୟ ପଡ଼ିଛନ୍ତି ରଣେ, ଲବକୁଶକୁ ପ୍ରଶଂସା କଲେ ତ ସମନେ। ଜାନକୀଙ୍କ ସମୀପରେ ହୋଇଲେ ପ୍ରବେଶ, ଦେଖିଲେ ଅଛନ୍ତି ତହିଁ ଘେନି ଲବକୁଶ। ପ୍ରଚଣ୍ଡ ନଳ ଶିଖା ଉଠଇ ଆକାଶେ, ଜାନକୀ ମୁନିଙ୍କି ଦେଖି ଉଠିଲେ ବିରସେ। ଚରଣ ତଳରେ ପଡ଼ି ହୋଇଲେ ଭୂତାତ, ସୂର୍ଯ୍ୟବଂଶକୁ ଯେ ଲବ କୁଶ କଲେ ହତ। ଧନୁର୍ବିଦ୍ୟା ଏହାଙ୍କୁ କିମ୍ପାଇଁ ଶିଖାଇଲେ, ପିତା ଭ୍ରାତା ଖୁଡୁ ତାକୁ ଏ ଦୁଇ ମାରିଲେ। ତୁମ୍ଭେ ତ ସର୍ବଜ୍ଞ ତୁମ୍ଭ ଅସ୍ତ୍ର ଶିକ୍ଷା ବଳେ, ତିନି ଭୁବନକୁ ଜିଣି ପାରିବେ ସେ ହେଳେ। ସାକ୍ଷାତରେ ଦେଖ ଯେଉଁ କମଳ ଲୋଚନ, କ୍ଷଣକେ ନାଶି ପାରନ୍ତି ସକଳ ଭୁବନ। ଜୟ କଲେ ବାଳକ ବୟସେ ତାହାଙ୍କୁ, କେ ପାରିବ ବାଉ ସମରେ ହାଙ୍କୁ। ଏ ପିଲା ଦୁହିଁକି ତୁମ୍ଭେ ରଖ ଯତ୍ନ କରି, ଅଯୋଧ୍ୟାପୁରୀରେ ହେବେ ଦଣ୍ଡଧାରୀ। ଶାଶୁମାନେ ଦୁହିଁଙ୍କ ବଦନକୁ ଚାହିଁ, ପୁତ୍ର ଶୋକେ ନିବାରିବେ ଆହେ ତ ପିସାଇଁ। ପଶି ଅନଳ ମଧ୍ୟରେ ତେଜିବି ପରାଣ, ସତୀବ୍ରତକୁ ରଖିବି ଆହେ ତପୋଧନ। ଶୁଣିଣ ବାଲ୍ମୀକି ଜାନକୀଙ୍କ ଠାରୁ ବାଣୀ, କହିଲେ ଗୋ ସତୀ ଶୁଣ ମୋହର ଦଇନି। ଚିନ୍ତିତ ନ ହୋଇ ତୁମ୍ଭେ ଲବକୁଶ ଘେନି, ଆଶ୍ରମେ ଗମନ କର ଯିବି ମୁଁ ଏକ୍ଷଣି।